ଆଜିର ପ୍ରସଙ୍ଗ ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପଦକ୍ଷେପ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ସରିତା ସାହୁ। ଦେଶର ଆର୍ଥିକ ଦୃଶ୍ୟପଟରେ ପ୍ରଭାବଶାଳୀ ପରିବର୍ତ୍ତନ ଆଣିପାରିଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା 11 ବର୍ଷ ପୂରଣ କରିଛି। ବିଶ୍ୱର ବୃହତ୍ତମ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପଦକ୍ଷେପ ଭାବରେ ଏହି ଯୋଜନା ନାଗରିକଙ୍କ ପାଇଁ ବ୍ୟାଙ୍କ ସେବା ସୁବିଧା ପୁନଃ ପରିଭାଷିତ କରିଛି। ଦେଶର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଅର୍ଥନୈତିକ ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ମହତ୍ୱାକାଂକ୍ଷୀ ତଥା ଆହ୍ୱାନପୂର୍ଣ୍ଣ ଯୋଜନା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ନାମରେ ପରିଚିତ ଏହି ଯୋଜନା ଗତ 2014 ଅଗଷ୍ଟ 28 ତାରିଖରୁ ଆରମ୍ଭ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ ସରକାର ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଆର୍ଥିକ ସୁଫଳ ସିଧାସଳଖ ବ୍ୟାଙ୍କ ଜମାଖାତା ମାଧ୍ୟମରେ ହିତାଧିକାରୀଙ୍କୁ ପ୍ରଦାନ କରିଥାନ୍ତି। ଦ୍ରୁତ, ନିରନ୍ତର ତଥା ସ୍ୱଚ୍ଛ ଭାବରେ ଆର୍ଥିକ ସୁଫଳ ଏହାର ପ୍ରକୃଷ୍ଟ ହିତାଧିକାରୀ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ଯୋଜନାକୁ ପ୍ରଣୟନ କରାଯାଇଥିଲା। ପ୍ରତ୍ୟେକ ପରିବାର ପାଇଁ ଅତି କମ୍ରେ ଗୋଟିଏ ମୌଳିକ ସଞ୍ଚୟ ବ୍ୟାଙ୍କ ଜମାଖାତା ଏହି ଯୋଜନା ଅଧୀନରେ ସୁନିଶ୍ଚିତ କରାଯାଇଛି। ଏଥିପାଇଁ ଜମାଖାତାରେ ସର୍ବନିମ୍ନ ଅର୍ଥ ଜମା ରଖିବାର ଆବଶ୍ୟକତା ନଥାଏ। ସାଧାରଣ ଜମା ଆକାଉଣ୍ଟ ଭଳି ଏହା କାର୍ଯ୍ୟକାରୀ ହୋଇଥାଏ। ସେହି ଜମା ଆକାଉଣ୍ଟକୁ 6 ମାସ ବ୍ୟବହାର କରିବା ପରେ ହିତାଧିକାରୀ 10,000 ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ଏହି ଯୋଜନା ଅଧୀନରେ ବ୍ୟାଙ୍କ ଜମାଖାତା ପାଇଁ ରୁପେ କାର୍ଡ ପାଇଥିବା ହିତାଧିକାରୀମାନଙ୍କ ଲାଗି ଦୁର୍ଘଟଣା ବୀମା ବାବଦରେ 1 ଲକ୍ଷ ଟଙ୍କା ଏବଂ 30,000 ଟଙ୍କାର ଜୀବନ ବୀମା ସୁବିଧା ରହିଛି। ଗତ 2018 ଅଗଷ୍ଟ 28 ତାରିଖ ପରେ ଖୋଲାଯାଇଥିବା ନୂତନ ଆକାଉଣ୍ଟ ରୁପେ କାର୍ଡଧାରୀଙ୍କ ପାଇଁ ଦୁର୍ଘଟଣାଜନିତ ବୀମା ରାଶି 2 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏପରିକି ବ୍ୟାଙ୍କ ଜମାଖାତା ଅର୍ଥ ଉପରେ ସୁଧ ପ୍ରଦାନର ବ୍ୟବସ୍ଥା ରହିଛି। ଏହି ଯୋଜନା ମହିଳାଙ୍କୁ ସଶକ୍ତ କରିବା ଦିଗରେ ବିଶେଷ ସହାୟକ ହୋଇଛି। ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଯୋଜନା ଏକ ଫଳପ୍ରଦ ପଦକ୍ଷେପ ଭାବେ ପରିଗଣିତ ହୋଇଛି। ଗତ 13 ତାରିଖ ସୁଦ୍ଧା ଏହି ଯୋଜନା ଅଧୀନରେ ବ୍ୟାଙ୍କ ଜମାଖାତା ସଂଖ୍ୟା 56 କୋଟି 16 ଲକ୍ଷରେ ପହଞ୍ଚିଛି। ସେଥିମଧ୍ୟରୁ 55.7% ଅର୍ଥାତ୍ 31 କୋଟି 31 ଲକ୍ଷ ଜନଧନ ଖାତାଧାରୀ ମହିଳା ଅଟନ୍ତି। ମୋଟ ଖାତାଧାରୀଙ୍କ ମଧ୍ୟରେ 66.7% ଅର୍ଥାତ୍ 37 କୋଟି 48 ଲକ୍ଷ ଗ୍ରାମୀଣ ଏବଂ ଅର୍ଦ୍ଧ ସହର ଅଞ୍ଚଳରେ ବସବାସ କରନ୍ତି। ଏହି ଯୋଜନା ଅଧୀନରେ ଖାତାଧିକାରୀଙ୍କ ମୋଟ ଜମାରାଶି 2,57,756 କୋଟି ଟଙ୍କାରେ ପହଞ୍ଚିଛି। ଗତ 13 ତାରିଖ ସୁଦ୍ଧା ପ୍ରତି ଜନଧନ ଖାତାରେ ହାରାହାରି 4,768 ଟଙ୍କା ରହିଥିଲା। ବ୍ୟାଙ୍କ ଜମାଖାତାର ବର୍ଦ୍ଧିତ ବ୍ୟବହାର ଏବଂ ଖାତାଧାରୀଙ୍କ ମଧ୍ୟରେ ସଞ୍ଚୟ ଅଭ୍ୟାସ ବୃଦ୍ଧିକୁ ଏହି ତଥ୍ୟ ପ୍ରତିପାଦିତ କରୁଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଖାତାଧାରୀଙ୍କୁ 38 କୋଟି 68 ଲକ୍ଷ ରୂପେ ଡେବିଟ୍ କାର୍ଡ ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନ୍ସନ ଯୋଜନା, ଅଣୁ କ୍ଷୁଦ୍ର ଉଦ୍ୟୋଗ ବିକାଶ ଏବଂ ମୁଦ୍ରା ଯୋଜନାର ଅର୍ଥ ସିଧାସଳଖ ଭାବେ ଜନଧନ ଆକାଉଣ୍ଟରେ ହସ୍ତାନ୍ତର କରାଯାଇଥାଏ। କୋଭିଡ ମହାମାରୀ ସମୟରେ ଏହି ଯୋଜନା ଅନ୍ତର୍ଗତ ଜମା ଖାତାଗୁଡ଼ିକର ଉପଯୋଗିତା ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲା। ଏହି ଯୋଜନା ଯେକୌଣସି ଆର୍ଥିକ ଅନୁଷ୍ଠାନକୁ ମୁକ୍ତ ବ୍ୟାଙ୍କିଂ ଏବଂ ଗ୍ରାହକ ସମ୍ମତି ଆଧାରିତ ତଥ୍ୟ ପ୍ରଦାନ କରିବାରେ ସୁବିଧା ଯୋଗାଇ ଦେଇଛି। ଅଧିକ ଜମାଖାତା ଥିବା ଅଞ୍ଚଳଗୁଡ଼ିକରେ ଫିନ୍ଟେକ୍ ନେତୃତ୍ୱରେ ଋଣ ଅଭିବୃଦ୍ଧି ମଧ୍ୟ ଅଧିକ ଦେଖିବାକୁ ମିଳୁଛି। ଖୁବ୍ କମ୍ ସମୟ ମଧ୍ୟରେ ଏହି ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପ ସଫଳତାପୂର୍ବକ କାର୍ଯ୍ୟକାରୀ ହୋଇପାରିଛି। ଦେଶର ଆର୍ଥିକ ବିକାଶକୁ ଏଭଳି ଯୋଜନା ଅଧିକ ତ୍ୱରାନ୍ୱିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଦେଶବାସୀଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ଦିଗରେ ଏହି ଯୋଜନା ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଏହାଦ୍ୱାରା ଦେଶ ଆର୍ଥିକ ବିକାଶ ଦିଗରେ ଗତିଶୀଳ ହୋଇଛି। ଭାରତୀୟ ନାଗରିକଙ୍କ ଗରିମା ବୃଦ୍ଧି କରିବା ସହ ଏହି ଯୋଜନା ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବା ଦିଗରେ ସହାୟକ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଦ୍ୱାରା ବିଭିନ୍ନ ଯୋଜନାର ଆର୍ଥିକ ସୁଫଳ ହିତାଧିକାରୀଙ୍କ ପାଖରେ ସିଧାସଳଖ ପହଞ୍ଚି ପାରୁଛି। ଏହାଦ୍ୱାରା ସାମାଜିକ ସୁରକ୍ଷା ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା 12 ବର୍ଷରେ ପଦାର୍ପଣ କରୁଥିବାରୁ ସମାବେଶୀ ଅଭିବୃଦ୍ଧି, ଡିଜିଟାଲ ନବସୃଜନ ଏବଂ ଆର୍ଥିକ ସଶକ୍ତିକରଣର ଏହା ଏକ ଆଲୋକବର୍ତ୍ତିକା ହୋଇପାରିଛି।